प्रति 100 वर्षरे थरे हुए प्रतिटी 100 वर्षरे थरे एमती गोटे वित्पात जोग आसे ये जो एटा को वित्पात जोग कह कि उत्पात जोग प्राय शब्द अर्थ एका वर्तमान देखंतु चीन भली गोटे देश अत्याधुनिक वैज्ञानिक देश सेठी गोटे अग्निकांड घटी केते लोक केते धन आ जीवन सेठी नष्ट हो सारा इस्राएल पैलेस्टाइन युद्ध रे केते सैन्य केते शिशु केते वृद्ध केते साधारण मनुष्य मानकर मृत्यु हो सारा रशिया यूक्रेन युद्ध रे तार मध्य प्राय सबु जिनिस गोटे प्रकार नष्ट हो सारा किंतु निज निज जिद रे से माने अटल आमे महाभारतर दुर्योधन को जिदखोर मनुष्य बोली कहूलु पितामह भीष्म भी दिने दुर्योधन को कही तोर सब गुण भल तो पाखरे बहुत भल गुण अच्छी कि गोटे गुण हूँ खराब गुण सेटा हूँ तोर अଯଥା जिद तेणु मनीष जदि जिदखोर हुए तार जीवन तार परिवार तार पारिपार्श्विक अवस्था सबू छारखार हो जाए ये वित्पात पर वर्तमान आप देखु अकाल रे बन्या बात्या एभली बात्या एभली वर्षा एभली बन्या आसी आपण माने जदि दूरदर्शन रे देखुथिबे जे केते लोक माने धन जीवन तार द्वारा नष्ट है खाली सेटिक भी नुह गोटे गोटे जगार आग्नेयगिरी उद्गीरण होउछि सी गोटे विपदर कारण आउ गोटे गोटे जगार भूस्खलन होउछि आम ओडिशा रे मध्य गोटे जगार भूस्खलन होइछि तो ये सब शुणिबा परे मन भितर आसुछि वर्तमान समयटी भल नाही जदियो आमे पढ़ुचु बा जानुचु जाने तुम्हें चिर मंगलमय अमंगल किंपा साधिब दाऊ प्रभु तुम इच्छा पूर्ण हो बलिया ये कथाटा को जदियो पढ़ुची किंतु मन भीतर रखिची ये सुंदर विश्व सबुदिने रहू आम इच्छा पूर्ण हो आमे जेपर्यंत पंचीचु आम परे भी आम विश्व सुंदर ही रहू ये सब दुनिया कथा भितरे दुनिया उत्पात तापरे आ गोटे बड़ कथा होची जे राम मंदिर तोड़ा है तो राम मंदिर अयोध्या जमती गोटे कलिकजिया कला भलिया माने गोटे नाकरे काठी पुरे की छिंकिवा भलिया कथा होची राम मंदिर हला से सरीगला राम का मंदिर सरीगला मस्जिद तैयारी करने मोर जगह दिगला सी पुणी आउ गोटे बाबरी मस्जिद करेंगे बेंगल रे जड़े मुसलमान नेता माने डिक्लेयर कर माने केमिटी आमे मरामरी हबु हणाहणी हबु सी आमको मारे आमे तांको मारिबु से माने 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 बिरुड़ी बसारे काठी गुंजिला भली वर्तमान कथा या ही चली इबे देखिए गोटे संवाद आसला बेंगल बॉर्डर ओडिशा लोक मान उच्छेद करागला से दुकान करें ओडिशा वाला उठिले से कहले बेंगल वाला चंदनेश्वर पाखे के बजार बसी पारे पुणी गोटे समाधान कले
ତେଣୁ ଏଇଭଳି ଭାବରେ ସବୁ କଥା ଚାଲିଛି। ଆମେ ଦୁନିଆଟାକୁ ଗୋଟେ ଖେଳ ଘର ମନେ କରୁଛୁ। ଏବେ ଗୋଟେ ଭାଇରସ୍ ଆସିଛି ଯେ 15 ଦିନ ପର୍ଯ୍ୟନ୍ତ ଲୋକକୁ ଟିକେ ଜ୍ୱର ହେବ, କାଶ ହେବ, ଥଣ୍ଡା ହେବ। ତ ଭାଇରସ୍ଟା ଯେତେବେଳେ ଆସିଛି 15 ଦିନ ଆମକୁ ସେ କଷ୍ଟ ଦେବ। ତା ମାନେ ଧନ ହାନି ଆଉ ପ୍ରାଣ ପୀଡ଼ା। ଏ କଥା ବର୍ତ୍ତମାନ ଘଟୁଛି। ଆସନ୍ତା 3 ତାରିଖ ଦିନ ଗୀତାଙ୍କର ଜୟନ୍ତୀ, ଶ୍ରୀମଦ୍ ଭଗବତ ଗୀତାଙ୍କର ଜୟନ୍ତୀ। ପ୍ରତ୍ୟେକ ବ୍ୟକ୍ତି ଗୀତା ବହିଟିଏ କିଣିବେ। ଯଦି ଘରେ ଥିବ ତାକୁ ସାଇତିକିରି ରଖିବେ। ଯଦି ବ୍ୟାସାସନଟିଏ କରି ବ୍ୟାସାସନ ଉପରେ ଗୀତା ପୁସ୍ତକଟି ରହିବ। 108 ଥର ନହେଲେ ବି 12 ଥର ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ରଟି ଜପ ହେବ। ଗୀତାର ଗୋଟିଏ ଶ୍ଲୋକ ହେଲେ ବି ପଢ଼ିବ। ଯିଏ ଗୋଟିଏ ଅଧ୍ୟାୟ ପଢ଼ିଲା ଆହୁରି ଭଲ। ଗୀତାଙ୍କ ନାମରେ, ଗୀତାରେ କେବଳ ମଣିଷ ପାଇଁ କୁହାଯାଇନି, ବୃକ୍ଷ, ତରୁ, ତୃଣ, ଲତା, ପଶୁ, ପକ୍ଷୀ ଏମାନଙ୍କ କଥା ବି କୁହାଯାଇଛି। ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ, କବି କହିଲେ ହାତୀ, ବ୍ରାହ୍ମଣେ କବି ଗାଈ, ହସ୍ତିନୀ କହିଲେ ହାତୀ, ପୁଣି କହିଲେ ସୁନିଚୈବ ସୌଭାଗ୍ୟତ କୁକୁର। ଏମାନଙ୍କ କଥା ବି କୁହାଯାଇଛି। ଗୀତାର ବିଭିନ୍ନ ଜାଗାରେ କୁହାଯାଇଛି ଯେ ଅସ୍ୱସ୍ଥ ସର୍ବବୃକ୍ଷାଣ। ତାମାନେ ଏଠି ବୃକ୍ଷ କଥା ଆସିଲା ମାନେ ପାହାଡ଼ ପର୍ବତ ଜଙ୍ଗଲ ସବୁ କଥା ଆସିଲା। ଏବଂ କୃଷି କ୍ଷେତ୍ର ପାଇଁ ସେ କହୁଛନ୍ତି ଅହଂ ବୀଜପ୍ରଦ ପିତା ଗାମା ବିଶ୍ୱତ ଭୂତାନି ଧାରୟ ମାଓ ବୋଧଥା ପୃଷ୍ଣାବି ଚୌଷଠି ସର୍ବା ସମଭୂତର ସାତ୍ମକ ଅହଂ ବୈଶ୍ୱାନର ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତା ପ୍ରାଣପାନ ସମାଯୁକ୍ତ ପଚାମେନ ଚତୁର୍ବିଧ। ଆଉ ଗୋଟେ ଜାଗାରେ କହିଲେ ଅହଂ କ୍ରତୁରହଂ ଯଜ୍ଞ ସ୍ୱାଧା ମହମୌଷଧମ୍। ମୁଁ ହଉଛି ଶସ୍ୟ, ମୁଁ ହଉଛି ଔଷଧ। ତାହେଲେ ଗୀତା ଏଭଳି ଏକ ଶାସ୍ତ୍ର, ସେ କୌଣସି କଥାକୁ ସେ ଛାଡ଼ିକିରି ଯାଇନାହାନ୍ତି। ଆଜି ଆମ ସମାଜରେ ଏତେ ମତ ପନ୍ଥ ଧର୍ମ ସୃଷ୍ଟି ହେଇଛି, ସେ ଆଗରୁ ଚତୁରତାର ସହିତ କହିଦେଇଛନ୍ତି ଯେ ଯିଏ ଯଥା ମାଂ ପ୍ରପଦ୍ୟନ୍ତେ ସ୍ତାଂ ତଥୈବ ବଦାମ୍ୟହମ୍। ଯିଏ ମୋତେ ଯୋଉ ରୂପରେ ଡାକୁଛି ମୁଁ ତା ଡାକ ଶୁଣିବି। ଆଉ ଏଇଭଳି ଏକ ମହାନ ଦାର୍ଶନିକ ଶାସ୍ତ୍ର, ବିଶ୍ୱର ଶ୍ରେଷ୍ଠ ଦର୍ଶନ ଶାସ୍ତ୍ର। ଆଉ ଯେ ଅନ୍ୟ ଶାସ୍ତ୍ର ଗୁଡ଼ିକ ଦର୍ଶନ ଶାସ୍ତ୍ର ନୁହେଁ, ଇଏ କଥା ମୁଁ କେବେ ହେଲେ କହିବିନି। କିନ୍ତୁ ଆମର ଗୀତା ଗୋଟେ ସଂକ୍ଷିପ୍ତ 700 ଶ୍ଲୋକ ବିଶିଷ୍ଟ ଏଇ ସଂକ୍ଷିପ୍ତ ଦର୍ଶନ ଶାସ୍ତ୍ରଟିକୁ ଆପଣମାନେ ପ୍ରତ୍ୟେକ ଦିନ ପଢ଼ନ୍ତୁ, ବୁଝନ୍ତୁ, ଶୁଣନ୍ତୁ ଏବଂ ଦୁଃଖ ସୁଖରେ ଗୀତାର କେତୋଟି ପ୍ରାର୍ଥନା ରହିଛି। 36ରୁ 46 ବିଶ୍ୱରୂପ ଦର୍ଶନ ଯୁଗର 36ରୁ 46 ଏ ପ୍ରାର୍ଥନାଟିକୁ ଆପଣମାନେ ଗାଇବେ। କାଲି ଗୋଟିଏ ବୈବାହିକ ଜୀବନ ଯାପନ ଆରମ୍ଭ କରିଥିବା ଗୋଟିଏ ଶିଷ୍ୟ ଘରକୁ ବଳିଆ ଯାଇଥିଲା କେନ୍ଦୁଝରର ଦେଓବନ୍ଧର ଭାସ୍କର ମାହୁନ୍ତଙ୍କ ପୁଅ ବିବାହ ହେଉଥିଲେ। କାଲି ତାଙ୍କର ଥିଲା ଖାଇବା ପିଇବା ଲୋକଙ୍କୁ ଦେବେ, ଏ ସବୁ ଥିଲା। ତେଣୁ ସେ ବଳିଆ ଟିକେ ବୁଲି ଆସିବା ପାଇଁ ସିଏ ହୋଟେଲ ବୁକ୍ କରିଥିଲେ ଏବଂ ଖାଇବା ସବୁ ପ୍ରକାର ବ୍ୟବସ୍ଥା କରୁଥିଲେ। ମୁଁ ଅଧଘଣ୍ଟା ପାଇଁ ଯାଇଥିଲି। ସିଏ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକ ଆରମ୍ଭ କଲେ
এই ବିଶ୍ୱରୂପ ଦର୍ଶନ ଯୋଗର 36ରୁ 46 ସ୍ଥାନେ ହୃଷିକେଶ ତବ ପ୍ରକୃତ୍ୟା ଜଗତ୍ ପ୍ରହୁଷ୍ୟତ୍ ଦୁରଜଟେ ଚ ରକ୍ଷାଂସି ଭିତାନି ଈଶୋ ଦ୍ରବନ୍ତି ସର୍ବେ ନମସ୍ୟନ୍ତି ଚ ସିଦ୍ଧ ସଂଜ୍ଞା। ଇଏ 46 ଶ୍ଲୋକ ପର୍ଯ୍ୟନ୍ତ ପଢ଼ିଲେ ଏବଂ ମୁଁ କାନ ପାରି ଶୁଣୁଥାଏ, ଟିକେ ବି ଭୁଲ ହଉନଥାଏ। ଆଦିବାସୀ ଅଧିବାସୀ ଅଞ୍ଚଳର ଲୋକ ଶିକ୍ଷାବିତ୍ ତା ପରିବାରକୁ ସେ ଶିଖେଇଛି ଯେ ଆମ ଆଶ୍ରମର ନିର୍ଦ୍ଦେଶତାକୁ ସେ କେମିତି ପାଳନ କରୁଛନ୍ତି। ତାପରେ ପଢ଼ିଲେ ଗୀତାର 15 ଅଧ୍ୟାୟ ଊର୍ଦ୍ଧ୍ୱମୂଳଂ ମଦଶାତ୍ ଅତି ସୁନ୍ଦର ଭାବରେ। ସେ ବହୁଟି ପଢ଼ି ପାରୁନଥାଏ, ପୁଅ କିନ୍ତୁ ପଢ଼ୁଥାଏ। ପୁଅ ପଢ଼ୁଥାଏ, ପୁଅର ମା ପଢ଼ୁଥାଏ, ପୁଅର ବାପା ପଢ଼ୁଥାନ୍ତି, ପୁଅର ମାନେ ଭାସ୍କର ବାବୁଙ୍କର ସାଙ୍ଗସାଥି ମାନେ ପଢ଼ୁଥାନ୍ତି, ମାନେ ମନ୍ତ୍ରମୁଗ୍ଧ କରିଦେଲେ। ମାନେ ଏଇଭଳି ଭାବରେ ଗୁରୁଙ୍କର କଥାକୁ ଯଦି ଜଣେ ପାଳନ କରେ ଆଉ ଗୁରୁଙ୍କର କଥାକୁ ଜଣେ ଶ୍ରବଣ କରେ, ଗୁରୁଙ୍କ କଥାରେ ଜଣେ ଆନନ୍ଦ ଲାଭ କରେ, ସିଏ ହେଉଛି ପ୍ରକୃତ ଶିଷ୍ୟ। ଆନନ୍ଦମ୍ ବ୍ରହ୍ମ ବୋଲି କୁହାଯାଇଛି। ଆନନ୍ଦ ଯୋଉଠି ସୃଷ୍ଟି ହୁଏ ସେ ହେଉଛନ୍ତି ବ୍ରହ୍ମାନନ୍ଦଙ୍କର ସ୍ୱରୂପ। ଯେଉଁ ଅଜ୍ଞାନ ଅନ୍ଧକାରରେ ଯେଉଁ ସାହସ ଆମ ଭିତରେ ଆସେ ବା ଆମକୁ କିଏ ସାହସ ଦିଏ, ସେ ହେଉଛି ତମସମାନ ଜ୍ୟୋତିର୍ଗମୟ। ମରିବା ବେଳକୁ ଆମକୁ ଯିଏ ଔଷଧ ଦେଇ ବଞ୍ଚିବା ପାଇଁ ଚେଷ୍ଟା କରେ, ସେ ହେଉଛି ମୃତ୍ୟୁର୍ମାନ ଅମୃତଗମୟ। ଆଜି ପଦାର୍ଥ ବିଜ୍ଞାନ ଉନ୍ନତି କରିଛି, ଇଲେକ୍ଟ୍ରୋନିକ ପାୱାର ଉନ୍ନତି କରିଛି, ମଣିଷ ବି ତାର ଶିକ୍ଷା ଦୀକ୍ଷାରେ ଉନ୍ନତି କରିଛି। କିନ୍ତୁ ଅନେକ ସମୟରେ ଦେଖାଯାଏ ଆଧୁନିକ ଅତ୍ୟାଧୁନିକ କଥାର ଦୋହି ଦେଇ ଆମେ ବହୁତ ଭୁଲ ବାଟରେ ଯାଉଛୁ। ତେଣୁ ସେଇ ଭୁଲ ବାଟରୁ ଫେରି ଆସିବା ହେଉଛି ଗୁରୁ ଶିଷ୍ୟର ପବିତ୍ର ପରମ୍ପରା। ଗୀତା ସୁଗୀତା କର୍ତ୍ତବ୍ୟା କିମନେଇ ଶାସ୍ତ୍ର ବିସ୍ତରେ ଯାହା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମା ବିନିଶ୍ରୁତା। କେତେବେଳେ ଗୋଟେ ମୁଁ କହିବି କୌଣସି ଏକ ଗୀତା ପ୍ରବଚନରେ କେବଳ କହିବି ଗୀତାର ପ୍ରଥମ ଶ୍ଲୋକର ଗୋଟିଏ ଧାଡ଼ି, ଧର୍ମକ୍ଷେତ୍ରେ। ଧର୍ମକ୍ଷେତ୍ରେ ଏଇ ଯେଉଁ ଶବ୍ଦଟି, ଆରି ଉପରେ ମୁଁ ଏକାଧିକ ଦିନ କହିବି। ଆଉ କିଛି କୁରୁକ୍ଷେତ୍ର, ଧର୍ମକ୍ଷେତ୍ର, କୁରୁକ୍ଷେତ୍ର, ସମବେତା ଏତେ କଥା ମୁଁ କହିବିନି। କେବଳ ସେଇ ଧର୍ମକ୍ଷେତ୍ର ଶବ୍ଦଟିକୁ ଯଦି ଆମେ ବୁଝିପାରିବା ତାର ସବୁ କଥା ହବ। ଆପଣ ଦେଖିବେ ଅନେକ ଆଜି ଭାଗବତ କଥା କହୁଛନ୍ତି। ମୋ ଠାରୁ ହିମାଳୟ ଭଳି ପଣ୍ଡିତ, ମୋ ଠାରୁ କେତେ ଗୁଣରେ ମହାନ ପଣ୍ଡିତ ମାନେ ସେମାନେ ଭାଗବତ କହୁଛନ୍ତି। ମୁଁ ଏତେ ଶୁଣି ନାହିଁ, ଯଦିଓ ଦେଖିଛି, ଲକ୍ଷ ଲକ୍ଷ ଲୋକ ଶୁଣୁଛନ୍ତି। କିନ୍ତୁ ଏମିତି ଗୋଟେ ସମୟ ଆସିବ କେତେବେଳେ କହିବି ଭାଗବତ 4ଟି ଦିନ କହିବି। ପ୍ରଥମ ଦିନ କହିବି ଭା, ଦ୍ୱିତୀୟ ଦିନ ଗ, ତାପର ବ, ତାପର ତ, ତାର ଭିତରେ ଆମର ପ୍ରବଚନ ଏଣ୍ଟାର ଭାଗବତ ଏଇ 4ଟି ଅକ୍ଷର ଭିତରେ ରହିଛି। ସେଇଭଳି ଜଗନ୍ନାଥ ଏଇ 4ଟି ଅକ୍ଷର ଭିତରେ ମଧ୍ୟ ମାନେ ବେଦ, ବେଦାନ୍ତ, ଗୀତା, ଭାଗବତ, ମାନେ କୋରାନ, ବାଇବଲ ସବୁର ତତ୍ତ୍ୱ ତାରି ଭିତରେ ରହିଛି। ତେଣୁ 3 ତାରିଖ ସକାଳୁ ଗୋମାତାଙ୍କର ସେବା କରିବେ, ସୂର୍ଯ୍ୟଙ୍କୁ ପୂଜା କରିବେ, ଗୀତା ପୂଜନ କରିବେ ଏବଂ ପାଠ କରିବେ ଏବଂ ସେଦିନ ନିଷ୍ଠା ଆଉ ସଂଯମତାରେ ଜୀବନ ଅତିବାହିତ କରିବେ। ତେଣୁ ସେ ଗୀତା ମା, ଗୀତା ଜନନୀ, ସେ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏଇ ପ୍ରାର୍ଥନା କରି ରହୁଛି। ଜୟ ଗୀତା, ଜୟ ଅନନ୍ତ, ଜୟ ଗୁରୁ, ଜୟ ଶିଶୁ ଅନନ୍ତ।